जाए अरे गोटे शिशुपुत्र एमती आखि मिटी मिटी कर अनै जाइए सतरे ता देह सारा जंता पिपुड़ी भी लगी सारे हेले कौन करी जदि ता माँ कि बापा जदि कौटी रही जाइए मत दोष देव मु मोर कर्तव्य करे। ए माँ ए कार छुआ आस माने की जाओ ए भाई ना ए कार छुआ आस भाई नहीं की जाओ। भाई जहाँ भी हो शिशुर बंधन मो प्राण को व्याकुल करुछि प्रथमे मु ताको मो कोल को उठाई दिए। एमिति क्रंदन करुथिला आउ मो कोल को उठाई नेला को एका थर के ता क्रंदनटा चुप हो जाइछि हेले मु कौन करिबी एई शिशुपुत्र को जदि मो सांगरे नहीं कि जीवी ताहेले मो प्रेमिका चंद्रभागा मते आंगुठी उठाई कहिबो एई तो कलिजुग पुरुष मानकर प्रकृति आउ छुआटा को जदि बुदा बोलरे छाड़ी दे चली जीवी ताहले शिशु हत्यारे दंडिता हेबी। हे प्रभु जगतर नाथ जगन्नाथ ए कि तुमर लीला प्रभु ए कि तुमर लीला। आगे सुगली निआरे पड़बी आउ पछक गले पानी रे बुड़ी मरबी एमिति जगह मते पहुंचे देलो प्रभु सतरे सतरे मु गोटे दोषी होई जीवी मते किछि बुद्धि बाट दियो प्रभु मते किछि बुद्धि बाट दियो। तो छाटारे मो भाबुछि मु जानी नारी जाति को सुवर्ण बहुत पसंद से मो प्रेमिका पाई पाद पाई नपुर कान पाई कानर झुमुका आउ गला पाई मंगल सूत्र नहीं आसी आउ दुईटी हस्त पाई दुईटी सुवर्णर कंकण भाई जमारू मो उपरे रागिबेनी मो चंद्रभागा ताकू जेमिति हेले बुझेई देबाकू पड़िबो ना विलंबित करिबिनी जेते शीघ्र हेब मु चंद्रभागापुर को जीवी कहीं ना मो मो पुर को गले शिशुपुत्रटा को लालन पालन करने को मते कष्ट पड़िबो। ए चंद्रभागा तुम प्रेमिका चंद्रभानु फेरी आसी साथी फेरी आसी जाए जाए तेरे चंद्रभागापुर को।
ଏଇ ତ ଚନ୍ଦ୍ରଭାଗାପୁର। ହେଲେ କାହିଁକି ଘରର କପାଟ ପଡ଼ି କୁଆଡ଼େ ଯାଇଛି ନା? ନାଇଁ 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 ନାଇଁ, କିଏ ଆଗ ଆସି ଯଦି କହିଦେଇଛି ତାହେଲେ ଅଭିମାନ କରି ବସିଛି। ନାଇଁ ଲୋ ଚନ୍ଦ୍ରଭାଗା, ମୁଁ ବି ସହଜେ ଛାଡ଼ିବା ଲୋକ ନୁହଁ। ଏମିତି ଉଚ୍ଚସ୍ୱରେ ଡାକିବି ଯେ ତୁମେ ନିଜକୁ ନିଜେ ସମ୍ଭାଳି ନ ପାରି ଦୌଡ଼ି ଆସି କହିବ, ସାଥୀ ତୁମେ ଫେରି ଆସିଛ। ଏ ଚନ୍ଦ୍ରଭାଗା, ମୁଁ ଫେରି ଆସିଛି ସାଥୀ। ଏ ପ୍ରିୟ, ଆସ ଦେଖିବ, ତୁମ ଚନ୍ଦ୍ରଭାଗା ଫେରି ଆସିଛି। ବନ୍ଧୁ ନମସ୍କାର, ବନ୍ଧୁ ନମସ୍କାର। ନମସ୍କାର ବନ୍ଧୁ, ଏ ମୋର ବାଲ୍ୟକାଳର ବନ୍ଧୁ। ବନ୍ଧୁ, ଘରେ ସମସ୍ତେ କୁଶଳରେ ଅଛନ୍ତି ତ? ହେଲେ ଗୋଟିଏ କଥା ବନ୍ଧୁ, ବନ୍ଧୁ ଆପଣଙ୍କ ପ୍ରେମିକା ଚନ୍ଦ୍ରଭାଗାକୁ ବହୁତ ଉଚ୍ଚ ସ୍ୱରରେ ଡାକୁଥିଲେ। ହଁ ବନ୍ଧୁ, ସତରେ ଏତେ ଉଚ୍ଚସ୍ୱରେ ଡାକୁଛି ଯେ ସେ ପାଗିଲିଟା ମୋ ଉପରେ ଅଭିମାନ କରି ରୁଷି ଯାଇଛନ୍ତି ବୋଧେ। ନା ନା, ସେ ଆଉ ଆସିପାରିବେନି ବନ୍ଧୁ। ଆରେ, ଏ କ'ଣ କହିବାକୁ ଚାହୁଁଛ ବନ୍ଧୁ? ମୁଁ କିଛି ବୁଝିପାରିଲିନି। କାହିଁକି ନା ଆପଣଙ୍କ ପ୍ରେମିକା ଗୋଟାଏ ପରିସ୍ଥିତିରେ ପଡ଼ିଯାଇଛି। ଗୋଟିଏ ପରିସ୍ଥିତିରେ ପଡ଼ି ଯାଇଛନ୍ତି। ଆରେ କ'ଣ ହେଇଛି? କ'ଣ ହେଇଛି ମୋ ଚନ୍ଦ୍ରଭାଗାର? କୁହ ବନ୍ଧୁ କୁହ। କହିବି ବନ୍ଧୁ, ହେଲେ କହିବା ପୂର୍ବରୁ ମୋ ମୁଣ୍ଡରେ ହାତ ରଖି ଶପଥ କରିବାକୁ ପଡ଼ିବ। ଯଦି ଏଇ କଥାଟା କାହାରି ଆଗରେ ପ୍ରକାଶ କରିଦେବେ ତାହେଲେ ମୋ ମସ୍ତକଟା ଅଲଗା ହେଇଯିବ। ଆରେ ବନ୍ଧୁ, ତୁମେ ପରା ମୋର ସେଇ ଛୋଟ ଦିନର ବନ୍ଧୁ। ପିଲାଟି ଦିନରୁ ଆମେ ଏକାଠି ଖାଇଛେ, ଏକାଠି ଖେଳିଛେ, ଏକାଠି ବୁଲିଛେ। ତଥାପି ତୁମର ଏ ବନ୍ଧୁ ଚନ୍ଦ୍ରଭାନୁର ମନର କଥା ଜାଣିଲନି। ଆବେ ଏମିତି କ'ଣ କହିବ ଯେ ଶେଷରେ ମୋର ବାଲ୍ୟକାଳର ବନ୍ଧୁର ମୁଣ୍ଡରେ ହସ୍ତ ଦେଇ ସତ୍ୟ କଲେ ହିଁ କହିବ। ସତ୍ୟ ନ କରିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖରେ ଠିକ୍ ଅଛି ବାବା, ଏଠିକି ଆସ। ସତ୍ୟଟିଏ ବି କହିପାରିବି। ଆସ ବନ୍ଧୁ, ଆସ ଏଠିକି ଆସ। ଏଇ ନିଅ, ତୁମ ମୁଣ୍ଡ ଛୁଇଁ ସତ୍ୟ ସତ୍ୟ ତିରିବାର ସତ୍ୟ କରି କହୁଛି। ଆପଣ ଯାହା କହିବେ ମୁଁ ଏ ଉତ୍ତମପୁର ପ୍ରଜାମାନଙ୍କ କାହା ଆଗରେ କହିବିନି। କୁହ କ'ଣ ହେଇଛି? ଶୁଣନ୍ତୁ ବନ୍ଧୁ, କୁହ ବନ୍ଧୁ। ଆପଣଙ୍କ ପ୍ରେମିକା ଚନ୍ଦ୍ରଭାଗା ରାଜା ପାଖରେ ଯାଇକି ତା ସହିତ ପ୍ରେମ ପ୍ରେମ एकदम पाटी चुप भाई, एकदम पाटी चुप। भाई तुम्हें मोर बाल्यकालर बंधु ना बोली तुम जहाँ आसे ताहा कहिब, आउ मु सबु सत्य मानि नेबी। भाई तुम्हें जदि कहिब ए बंधु चंद्रभानु আজি আকাশটা ছেন্ডি পাতালরে মিশি গলা, তাহলে মু বিশ্বাস করে যাবি। ଆଉ ମୋ ପ୍ରେମିକା ଚନ୍ଦ୍ରଭାଗା ନାଁରେ ଯଦି ପଟ ସେପଟ କହିଛ, ଆବେ ମୋ ଠାରୁ ଆଉ କିଏ ଖରାପ ହେବେନି ବନ୍ଧୁ? ଆପଣ ଯଦି ମୋତେ ବିଶ୍ୱାସ କରୁନାହାନ୍ତି ତାହେଲେ ଆପଣ ରାଜା ଘରକୁ ଯାଇକି ସାକ୍ଷାତ କରି ଆସନ୍ତୁ। ଏଇ କଥା କ'ଣ ସତ୍ୟ? ହଁ, ତ୍ରିବାଲ ସତ୍ୟ। ଠିକ ଅଛି, ମୁଁ ଯେମିତି ଆପଣଙ୍କ ମୁଣ୍ଡ ଛୁଇଁ ଶପଥ କଲି, ଆପଣ ମଧ୍ୟ ମୋ ମୁଣ୍ଡ ଛୁଇଁ ଶପଥ କଲେ ମୁଁ ବିଶ୍ୱାସ କରିବି ବନ୍ଧୁ ଯେ ମୋ ପ୍ରେମିକା ରାଜା ସାଙ୍ଗରେ ଗୃହ ସଂସାର କରି ରହିଛି ବୋଲି। ତାହେଲେ ମୁଁ ମଧ୍ୟ ଆପଣଙ୍କ ମୁଣ୍ଡ ଛୁଇଁ ଶପଥ କରୁଛି ବନ୍ଧୁ, ଆପଣଙ୍କ ପ୍ରେମିକା ରାଜା ଘରକୁ ଯାଇକି ରାଜା ସହିତ ପ୍ରେମ ପ୍ରେମ ସମ୍ପର୍କ ରଖିଛି। ଆପଣଙ୍କ ପ୍ରେମିକା ବହୁତ ସୁନ୍ଦର ଦେଖାଯାଉଛି। ତା ରୂପ ଯୌବନକୁ ସହି ନ ପାରି ତା ସହିତ ପ୍ରେମ ପ୍ରେମ କରୁଛି।
ବନ୍ଧୁ ଗୋବର୍ଦ୍ଧନ କହିଦିଅ ବନ୍ଧୁ ମୁଁ ଯାହା କହୁଛି ସବୁ ମିଥ୍ୟା ବୋଲି ଥରେ ମାତ୍ର କହିଦିଅ। ନା ନା ବନ୍ଧୁ, କହିଦିଅ ବନ୍ଧୁ କହିଦିଅ ଯାହା କହୁଛି ମୁଁ ମିଥ୍ୟା ବୋଲି ନା କହିଦିଅ। ମିଥ୍ୟା ନୁହଁ ବନ୍ଧୁ, ଏଇଟା ହଉଛି ପୁରା ସତ୍ୟ ଘଟଣା। প্রিয় চন্দ্রভাগা ତୁମେ ପରା 7 ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲ ବନ୍ଧୁ। 7 ଜନ୍ମ ତ ଦୂରର କଥା ସାଥୀ, ଗୋଟିଏ ଜନ୍ମ ବି ମୋ ସାଥୀ ରହିପାରିଲନି। ଏ କି ତୁମର ଭଲ ପାଇବା ସାଥୀ, ଏ କି ତୁମର ଭଲ ପାଇବା। ମୁଁ ସତ କହୁଛି ଲୋ, ମୁଁ ସତ କହୁଛି ତୁମ ବିନା ବଞ୍ଚି ପାରିବିନି ସାଥୀ। ମୁଁ ମରି ଯିବି ସାଥୀ, ମୁଁ ମରି ଯିବି। हसिबार में अभिनय करे लुहबी रहिबालुची हसिबार में अभिनय करे लुहबी रहिबालुची ସାଥୀ ବନ୍ଧୁ ସେ ଆଉ ଆସିପାରିବନି ବନ୍ଧୁ, ଯେତେ କାନ୍ଦିଲେ ମଧ୍ୟ ସେ ଆଉ ଆସିପାରିବନି। ସତରେ ସାଥୀ, ସତରେ ଏଇ କଲିଯୁଗ ଭଲ ପାଇବା କଣ ଏମିତି। ଆଉ ହେଲେ ବନ୍ଧୁ, ଏଇ ଶିଶୁପୁତ୍ର କୋଉଠି ପାଇଲେ ବନ୍ଧୁ? ଆପଣଙ୍କ କୋଳରେ ପୁଲା ଖେଲୁଛି। ଏଇ ଶିଶୁପୁତ୍ରଟାକୁ ମୁଁ ସେଇ ଆମ ଗାଁ ଝରଣା କୁଲ ବୁଦାମୂଳରେ ପାଇଲି ବନ୍ଧୁ। ଝରଣା ବୁଦାମୂଳରେ ବନ୍ଧୁ, ଏଇଟା କାହାରି ନା କାହାରି ସନ୍ତାନ। ବାପା ମାର ଠିକ ଠିକଣା ନାହିଁ, ମାନେ ୟା ହେଉଛି ଗୋଟାଏ ଯାର। ଜାରଜ କେବେ ଗୋଟିଏ ଶିଶୁପୁତ୍ର ଜାରଜ ହୋଇ କେବେ ଜନ୍ମ ହୋଇନଥାଏ। ତାକୁ ଜାରଜ ସଜେଇ ଦେଇଥାନ୍ତି ଏଇ କଲିଯୁଗର ଭଦ୍ରମୁଖା ପିନ୍ଧିଥିବା ବାବୁମାନେ। ଶିଶୁପୁତ୍ର କେବେ ଜାରଜ ହୋଇ ଜନ୍ମ ହୋଇନଥାଏ ବନ୍ଧୁ। ତାହେଲେ ଯାରଜ ନୁହଁ ତ ୟାକୁ ଆଉ କଣ କରିବେ?
ସେ ଭୂତା ମୂଳାରେ ଫିଙ୍ଗି ଦିଅନ୍ତୁ ଆଉ। ନାଇଁ ବନ୍ଧୁ ନାଇଁ, ସେ ଯେ ପୁତ୍ରଟାକୁ ମୁଁ ବୁଦାମୂଳରେ ନେଇକି ପାରିବିନି। କାହିଁକି ଜାଣିଛ ନା? କାହିଁକି? ଯେତେବେଳେ ବୁଦାମୂଳରେ କୁଆ କୁଆ ହୋଇ କାନ୍ଦୁଥିଲା, ଛାତିରେ ଯେତେବେଳେ ସେ ପୁତ୍ରଟାକୁ ଲଗେଇଛି, ଏକାଥରକି ତା କ୍ରନ୍ଦନ ବନ୍ଦ ହେଇଯାଇଛି। ସେଥିପାଇଁ ମୁଁ ଏଇ ଶିଶୁ ପୁତ୍ରକୁ ମୋ ସାଙ୍ଗରେ ନେଇଯିବି ବନ୍ଧୁ। ନା ନା ନା, ହେଇପାରିବନି। ଜାଣିଛନ୍ତି ଇଏ ଶିଶୁପୁତ୍ର କିଏ? ଇଏ ଶିଶୁପୁତ୍ର ହଉଛି ଗୋଟାଏ ଗୋଖରା ସାପ। ୟାକୁ ଯଦି ଲାଲନ ପାଳନ କରିକି ବଡ଼ କରିବେ, ତାହେଲେ ବଡ଼ ହେଲେ ଆପଣଙ୍କୁ ଦିନେ ନା ଦିନେ ନିଶ୍ଚୟ ଚୋଟ ଚୋଟ ମାରିବ। କଣ କହିଲେ ବନ୍ଧୁ? ବଡ଼ ହେଲେ ଚୋଟ ମାରିବ। ନାକ ସାପ ଫେଣାଏ ମାରିକି ଚୋଟ ମାରିବ। ଠିକ ବେଲରେ ଠିକ କଥାଟା ମନେ ପକାଇ ଦେଇଛନ୍ତି ବନ୍ଧୁ। କେମିତି କଥା? ହଁ ବନ୍ଧୁ, ଏଇ ଶିଶୁ ପୁତ୍ର ଗୋଖରା ନାଗ ହେବ। ଆଉ ମୋତେ ଦର୍ଶନ କରିବନି ବନ୍ଧୁ। ଏଇ ଶିଶୁ ପୁତ୍ର ଗୋଖରା ନାଗ ହେଇ ଦର୍ଶିବ ରାଜା ଯଜ୍ଞଦତ୍ତ୍ୟକୁ। କାହିଁକି ଜାଣିଛ ନା? ଏଇ ଶିଶୁ ପୁତ୍ରକୁ ମୁଁ ଅମୋଘ ଅସ୍ତ୍ର ସଜେଇବି। ଅମୋଘ, ଏହାର ନାମ ଆଜିଠାରୁ ମୁଁ ରଖିଲି ଟୁଲୁ। ଟୁଲୁ ନାଇଁ, ଏହାର ନାମ ରହିବ ଅର୍ଜୁନ। କାହିଁକି ଆପଣ ଅର୍ଜୁନ ରଖିଲେ? ଏଇ କଲି ଯୁଗରେ ତ ମନେ ପକାଅ ସେଇ ଦ୍ୱାପର ଯୁଗର କଥା। ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ସାଜିଥିଲେ ସାରଥୀ, ଆଉ ସେଇ ଅର୍ଜୁନ ସାଜିଥିଲେ ରଥୀ। ହେଲେ ବନ୍ଧୁ, ସେମାନେ ସ୍ଥାପନ କରିଥିଲେ ଧର୍ମ। କଲି ଯୁଗରେ ଆଉ ଧର୍ମର ଜୟ ହଉ। ଏଇଟା ହେଉଛି ଘୋର କଲିଯୁଗ। ଆଉ ସେଇ କଲିଯୁଗର ମହାଭାରତ ଯୁଦ୍ଧରେ ଏଇ ଅର୍ଜୁନ ହେବ ରଥୀ, ଆଉ ତାରି ରଥରେ ତା ପିତ୍ର ଚନ୍ଦ୍ରଭାନୁ ହେବ ସାରଥୀ। ଦ୍ୱାପର ଯୁଗରେ ଧର୍ମ ରକ୍ଷା କରିଥିଲେ, କିନ୍ତୁ ଏଇ କଲି ଯୁଗରେ ମୁଁ ଆଜିଠାରୁ ଅଧର୍ମ ସ୍ଥାପନ କରିବେ। ଅଧର୍ମ। ତାହେଲେ ବନ୍ଧୁ, ଅବନ୍ଧୁ ମୁଁ ଏବେ ଆସୁଛି ବନ୍ଧୁ, ଆସୁଛି। ଜାଣନ୍ତୁ ଜାଣନ୍ତୁ ଆଉ କାହିଁକି ନା ମୋର ସିଆଡ଼େ ବହୁତ ଗୁଡ଼ାକ କର୍ମ ବାକି ରହିଛି। ଆସୁଛି ଆସୁଛି ଦର୍ଶକ ସମାଜ, ନମସ୍ତେ। ଭଲରେ ଥାଅ ସମସ୍ତେ। ତାହେଲେ ମୋ କଥା ତ ମାନିଲେନି। ଜାଣନ୍ତୁ ଜାଣନ୍ତୁ, ପଛରେ ପସ୍ତେଇବେ ଆଉ।
ଚନ୍ଦ୍ରଭାଗା ମରିବାକୁ ଯାଇଥିଲୁ ମରି ପାରିଲୁନି ତ କପାଳ ଭାରି ତେଜଲ ମୋ ଯୋଜନା କଣ ଫସର ଫାଟିବ ନା 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 ମୁଁ ସେଇଆ ହବାକୁ ଦେବିନି ତୋ ତୋ ପ୍ରେମିକା ତୁ ଯୋଉ ଶିଶୁପୁତ୍ରକୁ ଫିଙ୍ଗି ଦେଇଥିଲୁ ତୋ ପ୍ରେମିକା ଚନ୍ଦ୍ରଭାନୁ ପାଇ ତାକୁ ଲାଲନ ପାଳନ କରିକି ବଡ଼ କରିବ ମୁଁ ସେଇଆ ହବାକୁ ଦେବିନି ଲୋ ଯେମିତି ବି ହଉ ଅଲେ ବଲ୍ଲେ କୌଶଲେ ବାପ ପୁଅ ଦି ଜଣକୁ ଅଲଗା କରିବି ଆଉ କେମିତି କରିବି ନା 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 ତ୍ରେତୟା ଯୁଗରେ ହେଇଥିଲେ କୈକେୟୀ ଆଉ ଦ୍ୱାପର ଯୁଗରେ ହେଇଥିଲେ ଶକୁନି ଆଉ ଏ କଲି ଯୁଗରେ ମୁଁ ହେବି ଶକୁନି झुकेगा नहीं